ଘଟଣା ପ୍ରଭାତ ଯେମିତି ପ୍ରଭୁ କରିଥିଲେ ସ୍ୱର୍ଗପୁରରେ ଦେବରାଜ ଇନ୍ଦ୍ର ଦେବତା ମାନଙ୍କୁ ଧରି ତାଙ୍କର ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଯେମିତି ପ୍ରଭୁ ଆଜି ଦୂରଣା ଯାତ୍ରା କରି ସମସ୍ତ ଭକ୍ତମାନଙ୍କୁ ଏକାଠି କରି କରିଛନ୍ତି ସେମିତି ଦେବରାଜ ଇନ୍ଦ୍ରଙ୍କର ପ୍ରତ୍ୟହ ସଭା କାର୍ଯ୍ୟ ହୁଏ। 33 ଦେବତା ବସିଛନ୍ତି ବ୍ରହ୍ମା ଉର୍ବତୀ ମେନକା ସମସ୍ତେ ବସିଛନ୍ତି। ସେ ସଭା ଶୋଭା କେମିତି ମତେ ମାତ୍ର ଗୋଲକ ପ୍ରଧାନ ଲେଖିଲେ ସ୍ଫଟିକ ତୋରଣ ପ୍ରାଙ୍ଗଣ ହେମ ପ୍ରତୀକ ପଥରରେ ଗୋଟେ ଗେଟ୍ ତିଆରି ପ୍ରତୀକ ତୋରଣ ପ୍ରାଙ୍ଗଣ ହେମଚନ୍ଦ୍ରା ଗୋଟେ ସୁବର୍ଣ୍ଣ ଚାନ୍ଦୁଆ ଲଗାଇ ମଣି ମାଣିକ୍ୟର ଝାଲେରି ତା ଦେହରେ ଲାଗି ବିଚିତ୍ର ପ୍ରଭାତି ସମସ୍ତ ଦେବତା ମଣ୍ଡଳୀ ବସିଛନ୍ତି। ଦେବରାଜ ଇନ୍ଦ୍ର କହିଲେ ଦେବତା ମାନେ ଆଜି ଆଉ ସଭା କାର୍ଯ୍ୟ କିଛି ନାହିଁ। ଯେମିତି ଆମର ସଭାରେ ପ୍ରତ୍ୟହ ଗୋଟେ ନୀତି ନିୟମ ଥାଏ ଆଜି ସେଗୁଡ଼ାକ କିଛି ହବ ଟିକେ ବସିବା ପ୍ରଭୁକୁ ନାମ ଟିକେ ବସିବା ଆଜି ନାମରେ ପ୍ରଭୁଙ୍କର ବସିବା ପ୍ରଭୁଙ୍କ ନାମରେ ଆଜି ଆମେ ବସିଯିବା କାହିଁକି ନା ଦେବ ପ୍ରଭୁଙ୍କ ସକାଶେ ଆମେ ଆଜି ଦେବତା ମାନେ ସ୍ୱର୍ଗପୁର ସିଂହାସନରେ ବସିପାରିଛୁ। ସମସ୍ତ ବିପଦରୁ ଯେଉଁ ପ୍ରଭୁ ରକ୍ଷା କରି ମାନଙ୍କ କବଳରୁ ରକ୍ଷା କରି ଆମକୁ ଆଜି ଦେବତାକୁ ବସେଇଛନ୍ତି ସ୍ୱର୍ଗପୁରରେ ଦିନେ ତ ପ୍ରଭୁଙ୍କ ନାମ ଟିକେ ଆମେ ନଉନେ ତାକୁ ଜପ ତପ କିଛି କରୁନେ ତେଣୁ ଆଜି ଗୋଟିଏ ଦିନ ସୁଯୋଗ ଦିନ ଆସିଛି। ତେଣୁ ପ୍ରଭୁ ଯେତେବେଳେ ମୋର ଧ୍ୟାନ କରିଛନ୍ତି ତାଙ୍କ ନାମକୁ ଶ୍ରବଣ କରି କଥା କହୁଛନ୍ତି ଦେବତା ମଣ୍ଡଳୀ ଆଶ୍ଚର୍ଯ୍ୟ ହେଇଯାଏ ନାଇଁ ପାରେ ନାଇଁ ଆଜି ଇନ୍ଦ୍ର କହୁଛନ୍ତି ପ୍ରଭୁଙ୍କ ନାମ ହବ ଆଉ କେମିତି ନାମ ହଉଛି ହଉ ସମସ୍ତେ ରାଜି ହେଲେ ନାମ ଆୟୋଜନ କରା ଦେବରାଜେନ୍ଦ୍ର ରଭା ଉର୍ବତୀ ମେନକା ସମସ୍ତଙ୍କୁ ଡାକିଲେ ଆଜି ନୃତ୍ୟ ଗୀତ ପରିବେଷଣ କର କେମିତି କରିବ ପ୍ରଭୁଙ୍କ ଉର୍ବତୀ ମେନକା ନୃତ୍ୟ ଆରମ୍ଭ କଣ ଗୋପପୁରର ଭାବ ବୃନ୍ଦାବନ କୁଞ୍ଜର ଭାବ ଗୋପୀମାନେ କଥୋପକଥନ ହେଉଛନ୍ତି ପ୍ରଭୁ ମୋର କୁଞ୍ଜକୁ କହିଛନ୍ତି ଆସିବାକୁ ଟଙ୍କା ଦେଲେ ଠକିଲେ ସମସ୍ତ ଗୋପୀମାନେ କୁଞ୍ଜରେ ଅପେକ୍ଷା କରି ବସିଛନ୍ତି ପ୍ରଭୁ ଆସିଲେ ରାଧାଦେବୀ କହୁଛନ୍ତି
ନୃତ୍ୟ କରୁଛନ୍ତି। ରାଧାକୃଷ୍ଣଙ୍କର ଭାବ ଆସି ଯାଇଛି। ସେତେବେଳେ ଆଜି ଭାବ ଆସି ଯାଇଛି। ଭାନୁମତୀ ମେନକା ଆଜି କାନ୍ଦୁଛନ୍ତି। କହିଥିଲେ ଆସିବାକୁ ଆସିଲେନି। ଏ ଭାବରେ ସମସ୍ତ ଦେବତା ମାନେ ମଧ୍ୟ ମରିଗଲେ। ଦେବରାଜ ଇନ୍ଦ୍ର ମଧ୍ୟ ମରିଗଲେ। ଦେବରାଜ ଇନ୍ଦ୍ର କାନ୍ଦି ପକେଇଲେ। ସେତେବେଳେ ସେ ଭାବ ଆସିଯିବ ଆସିଯିବ ଦେବରାଜ କାନ୍ଦୁଛନ୍ତି। ସେଇ ସମୟରେ ଦେବର୍ଷି ନାରଦ କଲେ ଆଶ୍ଚର୍ଯ୍ୟ ହେଇଗଲେ। ଦେବର୍ଷି ନାରଦ ଦେବରାଜ କାହିଁ କାନ୍ଦିଲେ? ପଚାରିଦେଲେ ଯାଇ ହେ ଦେବରାଜ ଆପଣ ହଉଛନ୍ତି ସ୍ୱର୍ଗପୁରର ରାଜା। ଆପଣଙ୍କ କଣ ନାହିଁ ସ୍ୱର୍ଗପୁରରେ କଣ ନାହିଁ କଣ ଅଭାବ ପଡିଛି ଆପଣ କାହିଁ କାନ୍ଦିଲେ? ନା ଦେବର୍ଷି ତମେ କଣ ଜାଣିନ? ଓ କେସ ତମେ ଜାଣିଛ କି? ମତେ ଗୌତମ କହିଥିଲେ ସେ ସର୍ବାହାନି ଗୁରୁପତ୍ନୀ ଯେତେବେଳେ ଆମେ ହରଣ କରିଥିଲେ ମତେ ଅଭିଶାପ ଦେଇଥିଲେ ତମ ଶରୀରରେ ସହସ୍ର ଯୋନି ହେଇଯାଉ। ମୁଁ ସେଠି କ୍ଷମା ପ୍ରାର୍ଥନା ମାଗି କାନ୍ଦିଥିଲି। ମତେ ଗୌତମ କହିଥିଲେ ଯଦି କାନ୍ଦୁଛ ତମକୁ କ୍ଷମା କରିବି। ମନେ ରଖ ଗୋଟିଏ ସ୍ଥାନରେ ପ୍ରଭୁଙ୍କର ତିନି କଥା ତମେ ଯୋଉଠି ଦେଖିବ ତାହେଲେ ଇଏ ହଜାର ଯୋନି ତମର ଲିଭିଯିବ। କଣ ଦେଖିବ? ପୌଗଣ୍ଡ ଯୌବନ ଏକ ସ୍ଥାନରେ ଏ ତିନି କଥା ଯୋଉଦିନ ତମେ ଦର୍ଶନ କରିବ ଏ ଅଭିଶାପରୁ ମୁକ୍ତି ହେଇଯିବ। ସେ ଗୌତମ ଏକଥା ମତେ କହିଛନ୍ତି ଦେବର୍ଷି ଯେ ପ୍ରଭୁଙ୍କର ଭାବ ଏଠି ପଡିଛି। ବର୍ତ୍ତମାନ ବାଲ୍ୟଲୀଳା ଠାକୁର ସାରି ଯାଇ ମଥୁରାରେ ଦେବକୀ ମାତାଙ୍କ ପାଖରେ ରୋଜା ହେଲେଣି। ଆଉ କଣ ସେ ବାଲ୍ୟ ପୌଗଣ୍ଡ ଯୌବନକୁ ଦେଖିପାରିବ? ସେମାନେ ଯୌବନ ଅବସ୍ଥା ଆଜି ଦେଖିପାରିବ। ବାଲ୍ୟ ପୌଗଣ୍ଡ ତ ଆଉ ଦେଖିପାରିବନି। ଠାକୁରଙ୍କର ବାଲ୍ୟଲୀଳା ସରିଯାଇଛି। ଯେତେବେଳେ ଏଇ କଥା କହିଛି ଦେବରାଜ କାନ୍ଦି ପକେଇଲେ। ଦେବର୍ଷି ନାରଦ କହିଲେ ଦେବରାଜ ତମେ ଏଇ କଥାରେ କାନ୍ଦୁଛ? ଯେ ମନ ଯଦି ଦୃଢ ଅଛି ନିଶ୍ଚିତ ପ୍ରଭୁଙ୍କୁ ତମେ ଦର୍ଶନ କରିବ। ସେ ସମୟ ଆସୁ ଯଦି ତୁମର ସେ ସୁକୃତା ଥିବ ଏକ ସ୍ଥାନରେ ପ୍ରଭୁଙ୍କର ବାଲ୍ୟ ପୌଗଣ୍ଡ ଯୌବନ ଏ ତିନି କଥା ତମକୁ ଦର୍ଶନ କରେଇଦେବି। ତମେ ଏଇ କଥା କହି ଆଜି ଦେବର୍ଷି ନାରଦ ଧୀରେ ଧୀରେ ମନ ଗାଁରେ ବସି ଯାଉଛନ୍ତି। କେମିତି ଯାଉଛନ୍ତି? କେମିତି ନାମ ଜପ କରୁଛନ୍ତି? ତୁମେ ନାରାୟଣ ତୁମେ ନାରାୟଣ
प्रभु बसिଛନ୍ତି ରତ୍ନ ସିଂହାସନ ଉପରେ ପୃଥିବୀ ସଭା ଚାଲିଛି ଯେତେବେଳେ ହଠାତ୍ ଦେବତୀ ନାରଦଙ୍କୁ ଦେଖିଦେଲେ ଯେ ପ୍ରଭୁ ଆସନରୁ ଉଠି ଆସିଲେ କହିଲେ ଦେବତୀ ଏଇ ଅସମୟରେ ଆସି ମୋ କୂଳରେ ଆପଣ ପହଞ୍ଚି ଆଉ ମୁଁ ଧନ୍ୟ ହେଇଗଲି। ଯେତେବେଳେ ପ୍ରଭୁ ଏକଥା କହିଦେଲେ ଦେବତୀଙ୍କର ମାମୁଁ ଆଉ ମତେ ଯାତ୍ରା ପକାଉନି ମୁଁ ସିନା ତମକୁ ଦେଖିକି ଧନ୍ୟ ହେଇଗଲି ତମେ ମତେ ଦେଖି କଣ ଧନ୍ୟ ହେଇଗଲ କିଛି କାରଣ ଅଛି ନା ନା ଦେବତୀ ଆସ ଯେତେବେଳେ ଦେବତୀ ନାରଦଙ୍କୁ ନେଇ ଆପନରେ ବସିଛନ୍ତି ପ୍ରଭୁ କହିଲେ ଦେବତୀ ଗୋଟେ କଥା ଆସିଛ ଠିକ ସମୟରେ ଆସିଛ ଗୋଟେ ଭଲ କଥା ତମକୁ ମୁଁ କହିବି କଣ ଭଲ କଥା ତମେ ଜାଣିଛ ଯେ ବିଶ୍ୱ ସଂସାରରେ ମୋଠୁ ଗଞ୍ଜାଇ ଆଉ ଟଙ୍କାଟେ କେହି ନାହିଁ କେତେ ଭକ୍ତଙ୍କ କଥା ବୁଝିବାକୁ ପଡୁଛି ମୁଁ କଣ ମତେ ନିଦ ହଉଛି ଖାଲି ସେତିକି ନୁହେଁ ଭକ୍ତମାନଙ୍କର ଗୋଇଠା ମାଳ ମଧ୍ୟ ମୁଁ ଖାଇଛି ଦେବତୀ ନାରଦ ନାହାନ୍ତି କାହିଁ ତମ ଘର କଥା ମୁଳାରେ କରୁଛ ତାର ଗୋଟେ କିଛି କାରଣ ଅଛି ନା କିନ୍ତୁ ମନେ ରଖିଥା କାହାର ମୁଁ ଗର୍ବ କରେ ନାହିଁ ସେଥିପାଇଁ ସଜ୍ଞାର ବାବାଜୀ ହାରିଦାସ ପଦେ ଦେଖିଲେ କହିଲେ ତୁମେ ବରବ ଗଞ୍ଜନ ହରି ତମେ ବୁଝିପାରୁନ ଶୁଣ ଯଦି ବୁଝି ନ ପାରୁଛ ମୋ ଜାଣିଥବ ମୋ ମାମୁଁ ମୋର 6ଟା ଭାଇ ବାଡେଇକି ମାରିଲା ମାମୁଁ କିଏ ସେ ବଂଶ ମାମୁଁ ମୋର 6ଟା ଭାଇ ମୋର ବାଡେଇକି ମାରେ ସପ୍ତମ ଗର୍ଭ ଅପହରଣ ଅଷ୍ଟମ ଗର୍ଭକୁ ମୋ ମା ଠୁ ମୁଁ ଜନ୍ମ ମୋ ମା କହିଥିଲା ଯେ ଏଇ ପୁଅ ଯଦି ମୋର ବଞ୍ଚିଯିବ ତାହେଲେ ଭଗବାନ ଯଜ୍ଞ କରିବି ଐକ୍ୟ ଫେରି ଦାନ ଦେବି ଏଇ ମୋର ମନସ୍କାମନା ପୂର୍ଣ୍ଣ ହେଇଯିବ ମୋ ମା ଏପର୍ଯ୍ୟନ୍ତ ଏଇ କଥା ମୋ ମାକୁ ଶିଖେଇଲ ନା ତମେ ସେଇ କଥା ପରିଷ୍କାର ମତେ କହୁନ ଯାଇ କହିଦେବି ମାଙ୍କୁ ପ୍ରଭାତ ଯଜ୍ଞ ହବ ମଣି ବୁଝିଥିଲା ଯାହା ବତେଇଲା ସେଇଆ ଇନ୍ଦ୍ରକୁ ଜବାବ ଦେଇକି ଆଇଛନ୍ତି ବାଲ୍ୟ ପୌଗଣ୍ଡ ଯୌବନ ଦେଖେଇବେ ଠାକୁର ପ୍ରଭାତ ଯଜ୍ଞ ଆରମ୍ଭ କରିଛୁ ଆରମ୍ଭ ହେଇଯାଇଛି ବିଚିତ୍ର ଲୋକ ମୋ ମନ କଥା କେମିତି ଜାଣିଲ ମୁଁ ଜାଣିକି ରହିଲା ପ୍ରଭୁ ଆଉ ସମସ୍ତେ ଜାଣିପାରିବେ ଯେତେବେଳେ ଏତିକି କଥା ପ୍ରଭୁଙ୍କ ଠାରୁ ବିଦାୟ ନେଇ ଆଜି ଦେବକୀ ମାତାଙ୍କ ପାଖକୁ ଯାଉଛନ୍ତି କିଏ ଦେବକୀ ନାରଦ ଧୀରେ ଧୀରେ ଭିତରକୁ କରିଲେ ଗମନ କରିଲେ ଯେତେବେଳେ ମାଙ୍କ ପାଖରେ ଯାଇ ପହଞ୍ଚିଗଲେ ଦେଖିଦେଲେ ମା ଦେବତୀ ଦେବତୀ ନାରଦ ଆସୁଛନ୍ତି ହଠାତ୍ ଦେବତୀ ନାରଦଙ୍କୁ ଦେଖି ମା ଭାବ ବିହଳ ହେଇଯାଇଛନ୍ତି ଦେବତୀ ମୁଁ ତମ ପାଦ ଟିକେ ଦର୍ଶନ କରିବି ଯେତେବେଳେ ପାଣି ଢାଳ ଧରିକି ଦେବତୀ ମାତା ଆସୁଛନ୍ତି ଦେବତୀ ନାରଦ ରୁହ ତମେ
अपराध ना पापी ମାନଙ୍କୁ ମୋର ଛୁଇଁବା ମନା କଥା ମୁଁ କଣ ପାପି ନା ତମେ ପାପି ନୁହଁ ତମ ଛଅଟା ପୁଅକୁ କଣ ମାଇଲା କି ତମ ଭାଇ ସପ୍ତମ ଗର୍ଭରା ଅପହରଣ ହେଇଗଲା ଇଏ କୃଷ୍ଣ ପୁଅ ଯେତେବେଳେ ଜନ୍ମ ହେଲା ତମେ କହିଲ ତମ ସମାଜ ଭିତରେ ଯଜ୍ଞ କରିବ ଆଉ ତ ତେଣୁ ଦାନ ଦବ ଆଉ ଭଲ ଦେବତୀ ନାରଦ କହିଲେ ନାଥ ମେଳା କଥା ଧନ ଦେଖିଲ ଯେତେବେଳେ ପାଇବ ତମେ ଆଉ କୋଷ ବାଡେଇକି ମାରିପାରିବନି ହଉ ଯାହା ତ ହବାର ହେଲାଣି ଟିକେ ଚାଲ ପୁଅକୁ କହିବା ସମାଜ ତୀର୍ଥରେ କେମିତି ଯଜ୍ଞ ହବ ଆୟୋଜନ କରିବେ ଶ୍ରୀମନ୍ତ ମଣ୍ଡଳୀ ଲକ୍ଷ୍ୟ କରିବେ ସମାଜ ତୀର୍ଥରେ ଯଜ୍ଞ କରିବା ପାଇଁ ଦେବକୀ ମାତା ଏବଂ ଦେବଶ୍ରୀ ନାରଦ ଯାଇ କୃଷ୍ଣଙ୍କ ପାଖରେ ପହଞ୍ଚିଲେ ମା କହିଲେ ଧନରେ ମୋ ଜୀବନରେ ମୁଁ ଏମିତି ଭୁଲ ଗୋଟେ କରିଛି ତାର ସୁଧାର ନାହିଁ ସମାଜ ତୀର୍ଥରେ ଯଜ୍ଞ କରି ବୋଲି ଆସିଥିଲି ଯେତେବେଳେ ତୁ ଜନ୍ମ ହେଇ ପଡିଲୁ ମୁଁ ମନରେ ଚିନ୍ତା କରିଥିଲି ଆଜି ଏଇ ପୁତ୍ର ଗୋଟି ମୋର ଯଦ୍ୟପି কৃষ্ণ কৌতুকি মা তুমি এতে বড় কথা জানিছ ମୁଁ ଆସିକି ଅଜାହରା ହେଇଛି କହିଥିଲେ ପୌତ୍ର ତୁ ସଜାଣି ଆଉ ତମେ ବେଶ ଗଲି ତୋ ହାତରେ ଲକ୍ଷ୍ୟ ହବ ସବୁ ଆଦେଶ କରିଦେଲେ ଖାଲି ସେତିକି ନୁହଁ ଘରେ ଦେବତୀ ମା ଯେତେବେଳେ ମୋର କହିଲେ ପ୍ରଭାତ ତୀର୍ଥରେ ଯଜ୍ଞ ହବ ତମର ଦାୟିତ୍ୱ ବଢିଗଲା ଆରେ ପ୍ରଭୁ ମୋ କି ଦାୟିତ୍ୱ ବଢିଲା ନା ତମେ ଜମା ଜାଣିନ ତମେ ଆରମ୍ଭ କରିଛ ସ୍ୱର୍ଗ ମର୍ତ୍ୟ ପାତାଳ ସବୁଆଡେ ନିମନ୍ତ୍ରଣ କରିବ ସବୁଆଡେ ନିମନ୍ତ୍ରଣ କରି କୋଉଠି ଯିବି ନା ସର୍ବପୁର ଯିବ ତୁମେ ଗୋପକୁ ନ ଯିବା ଦେବତୀ ନାରଦ ଚିନ୍ତା କଲେ ଏ ମାୟାଧର ଗୋପପୁରବାସୀ ଏତେ ଭଲ ପାଆନ୍ତି ଚାରିଜଣଙ୍କୁ କଣ୍ଟ କରି ତୁମେ ଦ୍ୱାରକାରେ ତମେ ପ୍ରଭାତରେ ଯଜ୍ଞ କରିବା ତମ ଘର ଲୋକଙ୍କୁ କହିବନି ଏ ମାୟାଧର ଯେତିକି ଚିନ୍ତା କରୁ ଦେବଶ୍ରୀ ନାରଦ ସ୍ୱର୍ଗ ମର୍ତ୍ୟ ପାତାଳ ନିମନ୍ତ୍ରଣ କରିବାକୁ ଚାଲେ ତୁମେ କାମନା କଲ ପଟରୁ ହେ ବିଶ୍ୱ ମହାମେରୁ ରାଇ ବିନୋଦିନୀ ମନୋହାରୀ ଧୀରେ 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 ଯାଉଛନ୍ତି ଦେବଶ୍ରୀ ନାରଦ ସ୍ୱର୍ଗ ମର୍ତ୍ୟ ପାତାଳ ସବୁଆଡେ ନିମନ୍ତ୍ରଣ କରେ ଯେତେବେଳେ ସମସ୍ତିକି ନିମନ୍ତ୍ରଣ ହେଇଗଲା ମନରେ ଚିନ୍ତା କଲେ ଦେବଶ୍ରୀ ଯେ ପ୍ରଭୁ ଉପକରଣ ସିନା ନିମନ୍ତ୍ରଣ ହବନି ମୁଁ କଣ ସେକପାନା ଗାଁ ଭିତରେ ବସିକି ସେମିତି ଯାଉଛି ମନା କରି କାହାକୁ ନିମନ୍ତ୍ରଣ ନ କଲେ ନାହିଁ
উপকূলবাসী কেମିତି ପରିସ୍ଥିତିରେ ଅଛନ୍ତି এই কথা চিন্তা করে দেবস্বরে নারদ গাই গোপপুরে পৌঁছে যাচ্ছেন। সে পরিচমণ্ডলী লক্ষ্য করবে গোপপুরের অবস্থা আর ভালো না। সে ଯେଉଁ ଦୁଃଖ ସେ ଯେଉଁ କଷ୍ଟରେ ଗୋପପୁରବାସୀ ଅଛନ୍ତି କୃଷ୍ଣଙ୍କର ବିଚ୍ଛେଦରେ ତାଠୁ କଷ୍ଟରେ ସଂସାରରେ ଆଉ କୋଉଠି ନାହିଁ। ଦେବର୍ଷି ନାରଦ ଯେତେବେଳେ ପହଞ୍ଚି ସବୁ ଦୃଶ୍ୟ ଦେଖିଦେଲେ କଣ ଦେଖିଲେ? ଆଜି ସାରି ଉଡ଼ି ଗଲେ ଦେଶରେ ଖାଲି ପଡ଼େ ପିଙ୍ଗଳା। ଦେଖିଲେ ଶାଢ଼ୀ ଉଡ଼ିଗଲେ ଗୋଟେ କନ୍ଦୁରୀ ଭିତରେ ଶାଢ଼ୀ ଦିଏ ଥାଏ। ସେ ରାମ ନାମ କୃଷ୍ଣ ନାମ ରଖୁଥାଏ। ସେ ବନ୍ଧୁଟା ସୁନ୍ଦର ଦିଶୁଥାଏ। ପ୍ରଭୁ କହିଛନ୍ତି କୁଣ୍ଡରେ ସୁନ୍ଦର ଦିଶୁଛି ନା। ସେ ଶାଢ଼ୀଟା ଯେତେବେଳେ କୃଷ୍ଣ ରୂପକ ଶାଢ଼ୀ ଆଜି ବହୁତ ବାଟକୁ ଯେତେବେଳେ ଉଡ଼ି ଯାଇଛି ରୂପପୁର ବନ୍ଧୁ କଣ ଆଉ ସୁନ୍ଦର ଅଛି? ଛୁଟି ଯାଇଛି। ନାରଦ ଏ କଥା ଦେଖିଲେ ପୁଣି କିଛି ପଦ ଆଗକୁ ଗଲେ। ସେତେବେଳେ ଯମୁନା କୂଳରେ ପହଞ୍ଚି ଯାଇଛନ୍ତି। ସେଠି ଦେଖିଲେ କଣ? ଆଜି କୁଳୁ କୁଳୁ ବହୁ ନାହିଁ যমুনা কূଳରେ ପହଞ୍ଚି ଗଲେ। କୁଳୁ କୁଳୁ ହେଇ ଯମୁନା ବହି ଯାଉଥିଲା। ସିଏ ଆଉ ରହୁନି। ସେମିତି ସ୍ଥିର ହେଇଯାଇଛି ଯମୁନା ପାଣି। କୃଷ୍ଣ ବିଚ୍ଛେଦର ତା ମନ ଦୁଃଖ। ସେମିତି କାମ ଅବସ୍ଥାରେ କଦମ୍ବ ବୃକ୍ଷ ଠିଆ ହେଇଛି। ତା ମନରେ ଆଉ ସରାଗ ନାହିଁ। କୃଷ୍ଣ ବିଚ୍ଛେଦ ସମସ୍ତେ କାନ୍ଦୁଛନ୍ତି। ତାକୁ ଦେଖିଲେ ନାରଦ ପୁଣି ସେ ନଦୀ ବନ୍ଧେ ବନ୍ଧେ ଯମୁନା ନଈ ବନ୍ଧେ ବନ୍ଧେ କିଛି ବାଟ ଗଲେ। ଦେଖିଲେ ଗୋଟେ ବାଳିଆଟେ ବାଟରେ ବାତୁଳ ଫୁଲ କାଠି ମିଠା গাড়ি ছিল তবে কি জানো? তেমন দেখো এই শরীরে গাড়ি যাইছি শরীর তো লক্ষ্য করবো যে লাস্ট কতটাকু তাকে বসি দেবো ন বললে না। আর লক্ষ্য করলে চালিব বাতুলা ফুকা কাঠি মিঠা
ମିଠା ଫଳ ଫୁଲ କଲାଣି ପତ୍ର ନାରଦ ଦେଖିଲେ ସୁଫଳ ଆଜି ପାଗଳ ହୋଇଯାଇଛି। କାହିଁକି ସଖା ମାନଙ୍କ ସହିତ ପ୍ରଭୁ ତାଙ୍କୁ ଗାଈ ଚଢ଼ିଲେ। ଗାଈ ଚଢ଼ାନ୍ତି ଜଙ୍ଗଲ ମଧ୍ୟରେ ସୁଫଳ କଙ୍କରେ ସବୁ ତୋଳି ତୋଳିଆ ମିଠା କଷା ମିଠା ଚାଖି ଦିଏ। ଯୋଉ ଗୋଟାକ ମିଠା କୋଳି କି ପ୍ରକାର ଭାବ କୃଷ୍ଣ ପ୍ରସାଦ ବସୁନ୍ଧ ଲେଖା ଯୋଉଟାକ ମିଠା କୋଳି ସେ ତାକୁ ରଖିଥାଏ କହିଲେ କୃଷ୍ଣ ସଖା ତମେ ମିଠା କୋଳିଟା ଖାଅ। କଷା କୋଳି ଯିବାକୁ ହବ ଏବେ ତ ଆଉ କୃଷ୍ଣ ନାହାନ୍ତି ଚାକେଇଛନ୍ତି ସେ ଆଜି ମୁଣ୍ଡ ପାଖରେ କରୁଛି କଣ କୋଳି ତୋଳୁଛି ମିଠା କୋଳିକି ଚାଖିକି କୃଷ୍ଣ ମୋ ସଖା ଖାଇବ ବୋଲି ତା ବନେଇ ଗତି ମୋର ପ୍ରକଟ କରିଥାଏ ବାତୁଳ ହୋଇଯାଇଛି ସୁବଳ ପାଖରେ। ନାରଦ ତାକୁ ଦେଖିଲେ କି ଅବସ୍ଥା ପୁଣି କିଛି ବାଦ ଗମନ କରେ ଆଉ ଦେଖିଲେ କଣ ଗୋଟେ ବାଇଆଣୀ ବଇଛି ବାଟରେ ସବୁ ପାଗଳା ବାଇଆଣୀ ସମସ୍ତେ ବଇଛନ୍ତି ସବୁ ପାଗଳା ହେଇଯାଇଛି। ବାଇଆଣୀଟେ ବାଟରେ ବଇଛି ଦେଖିଲେ ଆରେ କେହି କାହିଁ ନାହିଁ କେହି କାହିଁ ନାହିଁ गोपी भावना से गोपी भाव हबनी प्रभु भाव मजा पड़ो तेणु से मान भाव क्या पागे देखिए नारद की अवस्था देखो नारद फेरी ब्रज नारद बुद्धिमान अवस्था देखुचे आदि काठरे समस्त गृह समस्ते रही गोटे ध्यान प्रभु छाड़ी प्रकार अवस्था देखीदे नारद बोले महाप्रभु ये कष्ट मोर देखा तमें मत जहाँ भाव भाव जे तुम कथा आज ब्रज दान प्रकाश करने मोर फल तेणु तमें मत जहाँ भाव जहाँ दोष दब देवतीनाथ कले कौन ब्रजदान मझे ठिया प्रभु नाम को प्रकट कर ये कृष्ण देवी का नाम है गोकुल देवी का नाम है यही से श्री घन श्याम नंदा देवी का कन्या है गोकुल देवी का मैया है नंदा देवी का कन्या है यशोदा देवी का मैया है प्रभु को
ନାମକୁ ପ୍ରକଟ ଯେତେ ଯେତେ ଅବସ୍ଥା ପ୍ରଭୁମାନେ ଦେଖିଲେ ତାଙ୍କ ମନ ଆଉ ସଜ ରହିଲା ନାଇଁ ପ୍ରଭୁଙ୍କର ନାମକୁ ଆଜି ବିସ୍ତାର କରି ଯେତେବେଳେ ନାମକୁ ଆଜି ବିସ୍ତାର କରିଛନ୍ତି ଆମ କୃଷ୍ଣ ଆସିଲେନି ସେ କୃଷ୍ଣ ନାମ ଯେତେବେଳେ ଗୋପୀମାନଙ୍କ କାନରେ ପରିବାର ଦୂରରେ ଅଛନ୍ତି ନା ସେତେବେଳେ ନାରଦ ଆଜି କୃଷ୍ଣ ନାମକୁ ଜପ କରୁଛନ୍ତି ସମସ୍ତେ ଗୋପୀମାନେ ଆସିକି ନାରଦଙ୍କ ଚାରିପାଖକୁ ଦେଖିଲେ ଲଜ୍ଜା ବିଶାଖା ଆମ କୃଷ୍ଣ ଆସିଛନ୍ତି ନାରଦଙ୍କୁ ଘେରି ଯାଉଛନ୍ତି କହିଲେ ଆଜି ତମେ ଗୋପୀମାନେ ତମେ ସ୍ତ୍ରୀ ଲୋକ ଲେଡିଜ ଲୋକ ମୁଁ ଜଣେ ବାବାଜୀ ଲୋକ ତମେ ଚାରିପାଖରେ ଘେରି ଯାଉଛ କଥା ହେଇଛି କଣ ନା ଆମ କୃଷ୍ଣ ଆମକୁ ଛାଡ଼ିକି ଚାଲିଯାଇଛନ୍ତି ନା ତମ କୃଷ୍ଣ ତମକୁ ଛାଡ଼ିକି ଚାଲିଯାଇଛନ୍ତି ଆରେ ନାଇଁ ନାଇଁ କୃଷ୍ଣ ତମକୁ ଛାଡ଼ିକି ଯାଇନାହାନ୍ତି ନାଇଁ ଦେବତୀ ଛାଡ଼ିକି କଣ ଯାଇନାହାନ୍ତି ନା ମନରେ ତମକୁ ଗୋଟିଏ କଥା କହୁଛି ଆଉ ରାମ ପରମହଂସ ଗୋଟିଏ ପଦ ଲେଖିଲେ ବୃନ୍ଦାବନରୁ ଏକ ପାଦ ନ ଛାଡ଼ିଛନ୍ତି ତମେ କହୁଛ କୃଷ୍ଣ ତମକୁ ଛାଡ଼ିକି ଚାଲି ଯାଇଛନ୍ତି ନାଇଁ ନାଇଁ କୃଷ୍ଣ ଛାଡ଼ିକି ଯାଇନାହାନ୍ତି ବୃନ୍ଦାବନରୁ ଏକ ପାଦ ନ ଛାଡ଼ିଛନ୍ତି ବୃନ୍ଦାବନ କଣ ହେଇଛି ଜାଣିଛ ଯଦି କୃଷ୍ଣ ତମକୁ ଛାଡ଼ିକିରି ଯାଇଥାନ୍ତେ ତମେ କଣ ମତେ ଠିଆ ହେଇକି କଥା କରିଥାନ୍ତ ଆଉ ତମ ଶରୀର ପୁରା ପୁରା ନାହିଁ ଗୋପୀମାନେ ନାରଦଙ୍କ କଥାକୁ ବୁଝିପାରିଲେ କହିଲେ ଦେବର୍ଷି କଣ ତମେ କହୁଛ ଆମେ କିଛି ବୁଝିପାରୁନି ଆଉ କେଉଁ କୃଷ୍ଣ କଥା କଣ ଆମକୁ କହିବ କଣ ଛାଡ଼ିକି ଯାଇନାହାନ୍ତି ଆମେ ସେ କୃଷ୍ଣ କଥା କହୁନୁ ଆମ ନନ୍ଦ ଓଡ଼ିଆରେ ଦେବର୍ଷି ନାରଦକୁ ଡାଇରେକ୍ଟ ପଚାରେ ସିଏ କୃଷ୍ଣ କଥା ଆମକୁ ବୁଝାଉନି ଆମେ ସେଗୁଡ଼ାକ କିଛି ବୁଝିପାରୁନୁ ଆମ ଗାଁ ଯୋଉ ନନ୍ଦଗୌଡ଼ ତାଙ୍କର ଯୋଉ ପୁଅ କୃଷ୍ଣ ସେ ଆମକୁ ଛାଡ଼ିକି ଚାଲିଯାଇଛନ୍ତି ଆରେ ସେ କୃଷ୍ଣ କଥା କରୁଛ ଖାଲି ସେତିକି ନୁହଁ ତାଙ୍କ ସାଥିରେ ତମ କଣ ଭାବ ନା ତାଙ୍କ ସାଥିରେ ଆମ ଭାବ ଆଉ ମୁନି ପାନ୍ତି ଆଜି ମୁନି କରନ୍ତି ଯାକୁ ଶଙ୍କର ଯାହାର ବେଶ ନପାଆନ୍ତି ଆମେ ତାଙ୍କ ସହିତ ରାସ ମୁନି ଋଷିମାନେ ଯେଉଁ ଧ୍ୟାନ କରି ଯାହାକୁ ନପାଆନ୍ତି ଆମେ ପାନ କରିଦିଅ ଆମେ ଦେବର୍ଷି ନାରଦ କହିଲେ ଋଷିମାନେ ଭଲ କଥା କହୁ ନନ୍ଦ ଗୌରଙ୍କ ପୁଅ
কথা কହୁଛ ସେ ପୁରା ପ୍ରଭାତ ଚିନ୍ତାରେ ଯଜ୍ଞ କରୁଛି କିନ୍ତୁ ତମକୁ ନିମନ୍ତ୍ରଣ ନାହିଁ ଆମକୁ ନାହିଁ ଆମ ପୁଅ ଯଜ୍ଞ କରୁଛି ଆମକୁ କଣ ନାହିଁ ନା ତମକୁ ସେଠିକି ନିମନ୍ତ୍ରଣ ନାହିଁ ତେଣୁ ସମସ୍ତଙ୍କୁ ଲୋକ ଭକ୍ତ ଭାତା ସମସ୍ତେ ଯିବେ ତମେ ସେଠି ଯାଇପାରିବ ଆମ ପୁଅ ଯଜ୍ଞ କରୁଛି ଆମେ ଯାଇପାରିବୁନି ଆମେ ଯିବୁ ଏଥିରେ କିଛି ସନ୍ଦେହ ନାହିଁ ଆମ ପୁଅ ଯଜ୍ଞ କରୁଛି ଆମର ଗୋଟେ ନିମନ୍ତ୍ରଣ କଣ ଦରକାର ଆଲୋ ଲଳିତା କାଲି ପ୍ରଭାତ ସମସ୍ତେ ନାରଦ ଘର ହେଲେ ମୁଁ ସିନା କହିଥିଲି ଇଏ ତ କଣ ସମସ୍ତେ ବାହାରିଲେଣି କଥାଟା ଆମର ବେଗଳିଆ ହେଇଯିବ ବସିକି ଥରେ ରାମ ନାମ କୃଷ୍ଣ ନାମ ଜପ କରି ନାରାୟଣ ନାମକୁ ଜପ କରି ମନୋରାମରେ ବସିକି ଚାଲିଲେ ଦ୍ୱାରା ପ୍ରଭାତ ତୀର୍ଥରେ ଆଗୁଆ ଯାଇ ପହଞ୍ଚିଗଲେ ଯେତେବେଳେ ପ୍ରଭାତ ତୀର୍ଥରେ ପହଞ୍ଚିଗଲେ ଯଜ୍ଞର ଆୟୋଜନ ଚାଲିଛି ରାତି ପାଇଗଲା ଘଟଗାଡ଼ି ମାନଙ୍କରେ ଘଟ ଘଟା ବାଜିଲା ପ୍ରଭାତ ହେଇଗଲା ସୂର୍ଯ୍ୟ ଉଦୟ ହେଇଗଲେ ଗୋପୀ ମାନଙ୍କର ମନ ଲାଗିଛି ଆମେ ଯିବା ତାହେଲେ ସମସ୍ତେ ଆନନ୍ଦର ସୀମା ନାହିଁ ଗୋପୀ ମାନଙ୍କର ସବୁ ବାହାରିଲେ ପ୍ରଭାତ ତୀର୍ଥକୁ ଯିବେ ବୋଲି ଗାଡ଼ି ଯାଉଛନ୍ତି କିଏ ପିଠା ଦିଟା ନେଇଛି କିଏ କୋଳି ଦିଟା ନେଇଛି କିଏ ଦହି ସର ଲବଣୀ ନେଇଛି କ୍ଷୀର ନେଇଛନ୍ତି ସମସ୍ତେ ଗୋପୀ ଗୋପାଳ ସମସ୍ତେ ଗୋପପୁରବାଲା ଯାଉଛନ୍ତି କିମ୍ବଦନ୍ତୀ ନେଇ କୃଷ୍ଣ ପ୍ରସାଦ ବସୁପତି ଦେଖିଲେ ପଥଟି ବାନର ସେଠୁଣି କେତେ କରୁଛି ରଙ୍ଗ ଗୋପୀ ଗୋପାଳ ଆନନ୍ଦର ସହିତ କୃଷ୍ଣ ନାମ ଗୁଣ କୀର୍ତ୍ତନ କରି ଚାଲିଛନ୍ତି ପ୍ରଭାତ ସାରା କଫଟି ବୋଲି ଗୋଟେ ମାଙ୍କଡ ତା ପିଲାଛୁଆ ଧରିକି ସିଏ ମଧ୍ୟ ଚାଲିଛି ସିଏ କଣ ତଳେ ଯିବ ଏ ଚାଲୁ ସେତେବେଳେ ଡେଇ ଡେଇକା ସିଏ ତାର ଆନନ୍ଦରେ ଚାଲିଛି ସେତେବେଳେ ମଥୁରା ଦାଣ୍ଡରେ ଯାଇ ପହଞ୍ଚି ଗଲେ ଗୋଟେ ଗୋପୀ ଗୋପାଳ ତଳେ ଯାଉଛନ୍ତି ସିଏ ଯାଉଛି ପିଢ଼ାରେ ମଥୁରାର ନାରୀ ମାନେ ଦେଖିଲେ ସେ କଖାରୁ ଲାଗିଥିଲା ଆଉ ଲାଗିଥିଲା ଏଇ ମାଙ୍କଡ ଗୁଡାକ ବହୁତ ଆଇଛନ୍ତି ଗଲା 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 କଖାରୁ ପିଢ଼ାର କେତେ ନାରୀ ମାନେ କହୁଛନ୍ତି କୋଉଠି ନିଆଁ ଲଗା ମାଙ୍କଡ ଗୁଡାକ ଆସିଲେ ସବୁଯାକ କଖାରୁ ଡଙ୍କ ଛିଣ୍ଡେଇ ଦେଲେ ଆଉ ଡଙ୍କ ଛିଣ୍ଡେଇ ଦେଲେ ଗୋଟେ ଫସଲ ମାରି ପଳେଇବେ ମାନେ ଦ୍ୱାର ନାରୀ ମାନେ ଫସଲ ଫସଲ ଉଠୁଛନ୍ତି ସମସ୍ତେ ଚାଲିଛନ୍ତି ଯାଇ ପହଞ୍ଚି ଯାଇଛନ୍ତି ପ୍ରଭାତ ଯେତେବେଳେ ପ୍ରଭାତ ତୀର୍ଥରେ ପହଞ୍ଚି ଗଲେ ତା ପୂର୍ବର କଥା ଦେବତୀ ନାରଦ ଆଗୁଆ ଯାଇ ଦେବତୀ କହିଦେଇଛନ୍ତି କହିଲେ ମା ଦେବତୀ ଗୋପପୁରେ ଆଉ କେହି ନାହିଁ କେହି ନାହିଁ ମରିଗଲେ ନା 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 ମୁଁ ସେ କଥା କହୁନି ତମ ପୁଅ ଯଜ୍ଞ କରୁଛନ୍ତି ବୋଲି ଗୋପପୁରେ ଆଉ କେହି ନାହାନ୍ତି ସମସ୍ତେ ପଳେଇଯାଇଛନ୍ତି କେମିତି ନା ମୁଁ ସେ କଥା କହିଛନ୍ତି ସେତେବେଳେ ନାରଦ ଆଜି ଫାଟି ଦେଇଛନ୍ତି ମୁଁ ସେ କଥା କହିପାରିବିନି ଦେବତୀ ମା କଲେ ଦେବତୀ ଗୋଟେ କାମ କର ସେମାନେ କୋଉଠି ସହସ୍ର କୋଷ କୋଉଠି ଭିଙ୍ଗିକି ପଳେଇ ଯାଇଛନ୍ତି ଯଜ୍ଞ ସ୍ଥାନରେ ପଛରେ ଚାରି ଦ୍ୱାର ଅଛି ନା ଦ୍ୱାର ମୋର ଗୋଟେ ଗୋଟେ ରଥି ଜଗେଇ ଦିଅ ୟା ଭିତରୁ ଯିଏ ପ୍ରବେଶ କରିବ ପଚାରିବେ ତମେ କୋଉଠୁ ଆସିବ ଯିଏ କହିବ ମୁଁ ସ୍ୱର୍ଗ ପୁରାଇ ତୁ ଛାଡ଼ିବି ସ୍ୱର୍ଗ ମର୍ତ୍ୟ ପାତାଳ କିଏ ଯୋଉଠୁ ଆସିବ ତାକୁ ଗୋପପୁର ତାকে ଛାଡ଼ିବେ ସେଇ ତାଙ୍କୁ ରଖିବ ଏ କଥା କହି ଚାରି ଦ୍ୱାରରେ ଚାରି ଜଣଙ୍କୁ ଜଗେଇଦେଲେ ପ୍ରହରୀ କର
যদি তোর মনে আছে মতো তুমি বাকি না করছি রখ মাত্র দেখা
ମାଙ୍କର ଡାକୁ ସବୁ କାନ୍ଦିକି ଗଡ଼ି ଯାଉଛନ୍ତି ଯଜ୍ଞସ୍ଥଳରେ। ସବୁ ବାଲ୍ୟ ରୂପକୁ ଧାରଣ କରି କାନ୍ଦିକି ଗଡ଼ି ଯାଉଛନ୍ତି। ଯଜ୍ଞସ୍ଥଳରେ ଗୋଟେ କୋଳାହଳ ସୃଷ୍ଟି ହେଲା। ପ୍ରଭୁ ତ ବସି ଯଜ୍ଞରେ ଆହୁତି ଦଉଥିଲେ, ଯଜ୍ଞ ଚାଲିଥିଲା, ବାଲ୍ୟ ରୂପ ଧାରଣ କରି କାନ୍ଦିକି ପ୍ରଭୁ କରୁଛନ୍ତି। ତା ଭିତରେ ଯେତେବେଳେ କୋଳାହଳ ସୃଷ୍ଟି ହେଇଛି, ଦେଶରେ ଯୋଉ ରକ୍ଷୀ ମାନେ ଜଗିଥିଲେ ସେ କଣ ଗଣ୍ଡଗୋଳ ହେଲାକି ତାକୁ ସୁରକ୍ଷା ଦେବାକୁ ପଡିବ ନା, ଦ୍ୱାର ଛାଡିକି ସବୁ ଚାଲିଲେ। ଯେତେବେଳେ ଦ୍ୱାର ଛାଡି ଚାଲିଗଲେ, ଏଇ ସୁଯୋଗରେ ଗୋପପୁରବାସୀ ଭିତରକୁ ପ୍ରବେଶ କଲେ। ଯେତେବେଳେ ଗୋପପୁରବାସୀ ପ୍ରବେଶ କରୁଛନ୍ତି, ଯେତେବେଳେ କୃଷ୍ଣଙ୍କ ପାଖରେ ଯଶୋଦା ପହଞ୍ଚି ପ୍ରଭୁକୁ କୋଳ କରି ପକେଇଛନ୍ତି, ସେତିକିବେଳେ ବିଜୁଳି ଭଳିଆ ଆସିଲେ ଦେବକୀ। ଚାକରୁ ମୋ ପୁଅକୁ କଣ କହିଲୁ? ମୋର କଣ ପୁଅ? ପୁଅ ହଉଛି ମୋର। ଯଶୋଦା କହିଲେ ମୋର କଣ ପୁଅ? ଯେତେବେଳେ ଦୁଇ ମାଙ୍କର କଥୋପକଥନ ଭିତରେ କଳହ ସୃଷ୍ଟି ହେଲା, ବଳି ଯେତେବେଳେ ବଢିବାକୁ ଲାଗିଲା, ସମୟ ସ୍ୱଳ୍ପ, ବଳି କଥା କହିଲେ ସମୟ ଯିବ, ବଳି ଲାଗିବ। ଆସିଲେ ଦେବର୍ଷି ନାରଦ, ଏ ସୁଯୋଗକୁ ଦେବର୍ଷି ହତ୍ୟା କରିଛନ୍ତି, ତମେ ଗୋଟେ କାମ କର, କୃଷ୍ଣଙ୍କୁ ମଝିରେ ବସେଇ ଦିଅ, ତମେ ଏପଟେ ରୁହ, ସେ ସେପଟେ ରୁହ, ଦି ମା ଯାକ କୃଷ୍ଣଙ୍କୁ ଡାକ, ସେ ତ ବାଲ୍ୟ ରୂପ ଧାରଣ କରିଛନ୍ତି, ଯାହା କୋଳରେ ବସି କ୍ଷୀର ପାନ କରିବେ କୃଷ୍ଣର ଦଣ୍ଡ। ୟାର ବସିଲା ହେଇଥିବ କାହିଁ କରି ଦଉଛ? କଲେ ଇଏ କଣ ଗୋଟେ କଥା, ମତେ ହେଲାଣି ବୟସ କେତେ, ମୋ ଚମ ଆସି ତୁଳୁ ତୁଳୁ ହେଲାଣି, ବୃଦ୍ଧା ଅବସ୍ଥା ମୋର, ଆଉ ଇଏ ବୟସରେ ମୋର କ୍ଷୀର କରିବ, କୃଷ୍ଣ ଗାଇବ, ମୋ ପୁଅ ବୋଲି ପ୍ରମାଣ ହବ? ଇଏ ସମ୍ଭବ ନୁହଁ। ତମେ କ୍ଷୀର ଦେଇପାରିବନି, ଚେଷ୍ଟା କରିବା। ଆଶା ତ ବୈତରଣୀ ନଥିଲା, ମୁଁ ଆଗ ଡାକି ଡାକ ଦେବର୍ଷି ନାରଦ କହିଲେ ଡାକ। ମୁଁ ଡାକୁଛି, ହେ ବାସୁଦେବ ଆସ, ହେ ବାସୁଦେବ ଆସ, ହେ ବାସୁଦେବ ଆସ, ହେ ବାସୁଦେବ ଆସ, ତିନିଟା କାରଣ ନେଇକି ଯାଇଛି। ଦେବକୀ ମାତାଙ୍କର ଗର୍ଭବନ୍ଧନ କରିବା ପାଇଁ, ଇନ୍ଦ୍ରଙ୍କୁ ଅଭିଶାପରୁ ମୁକ୍ତ କରିବା ପାଇଁ, ପ୍ରଭାସ ତୀର୍ଥରେ ଯଜ୍ଞ କରି ଜଗତକୁ ଉଦ୍ଧାର କରିବା ପାଇଁ, ଭକ୍ତମାନଙ୍କର ମନୋକାମନା ପୂର୍ଣ୍ଣ କରିବା ପାଇଁ, ଅମୃତ ମହାବଳ ନା ଭାଇତ ମହାବଳ ତାକୁ ପ୍ରମାଣ କରିବା ପାଇଁ, ଧର୍ମ ଧାରଣରେ ଧରିଛି ପ୍ରଭୁ ଧର୍ମ ରକ୍ଷା କରିବା ପାଇଁ ଜନ୍ମ ହୋଇଛନ୍ତି। ସେ ପାଇଛି ତାର ଅଳିଭଳି ସବୁ ରହିଛି ଯଶୋଦା ମା। ଠାକୁରଙ୍କ ପାଖରେ ଯେତେବେଳେ ଏଇ କଥା ହେଇଛି, ଠାକୁର ଦେବକୀ ମାତାଙ୍କ ପାଖକୁ ଗଲେ।